ୱେଲକମ୍ ଟୁ ମାଇ ମିନି ବ୍ଲଗ। ହାଏ, ଚାଲନ୍ତୁ ଯିବା। ଆଉ ଇଏ ଦେଖନ୍ତୁ ମୋ ବାହନ, ମୋ ଗରୁଡ଼, ମୋ ଗାଡ଼ି। ଏଇଥିରେ ଯିବା ଏବେ। ଆଉ ଭିତର ଇଣ୍ଟିରିୟର କିଛି ଏମିତି ଅଛି। ନ୍ୟୁ ନେକ୍ସନ୍ ଫେସ୍ ଲିଫ୍ଟର କେମିତି ଲାଗୁଛି କମେଣ୍ଟ କରି ନିଶ୍ଚିନ୍ତ ଜଣେଇବେ। ଆଉ ମୋ ଭାଇ ଆସିଯାଇଛି ଏବେ। ଏଇନା ଆମେ ଯିବୁ ମିଶିକି ଭୋଜି କରି। ଦେଖୁଥାନ୍ତୁ ଆଗକୁ। ଦେଖନ୍ତୁ ମୋ ଭାଇର ରିଆକ୍ସନ ଏମିତି ହଉଛି। ହାଇ କରିଦେ। ଘରୁ ବାହାରି ସାରିଛୁ, ଏବେ ରାସ୍ତାରେ ଯାଉଛୁ। ଦେଖନ୍ତୁ ପାସପୋର୍ଟ କରି ଦେଖେଇ ଦେଇଛି। ଆକ୍ଚୁଆଲି ଆମେ ଏବେ ଯାଉଛୁ ସୋଗର, ସେଠି ମୋ ପିଇସି ରହୁଛନ୍ତି, ସେଠି ଯାଉଛୁ ଭୋଜି କରି। ଆଉ କିଛି ନାହିଁ, ଦେଶୀ କୁକୁଡ଼ାଟେ ଆଣିକି ଭୋଜି କରିଦବା। ଆଉ ସେଇଟା ଦେଖିଥାନ୍ତୁ ଆଗକୁ। ଆଉ ତ ଇଏ ହେଲା ପିଣ୍ଟୁ, ମୋ ପିଇସିଙ୍କ ପୁଅ। ଇଏ ରହିଲା ଆମେ ପିଇସି। ପିଇସି ହାଇ କରିଦିଅ କ୍ୟାମେରାକୁ। ଦେଖନ୍ତୁ ଦେଶୀ କୁକୁଡ଼ା ଆମର ଧୁଆ ହଉଛି। ପିଇସି ଘରୁ ବାହାରି ଆସିଛୁ ବଣକୁ ଆମ ଦେଶୀ କୁକୁଡ଼ା ନେଇକି। ଦେଖୁଥାନ୍ତୁ ଆଗକୁ ଯାଉଛୁ ଏବେ। କଡ଼େଇରେ ତେଲ ପଡ଼ିଗଲା ଏବେ। ଜାଳଟା ଦେଖନ୍ତୁ କୋଉ ରେଟରେ ଜଳୁଛି। ଛୁଆ ଭାଇ ପିଆଜ କାଟିବାରେ ଲାଗିଛି, ଆଉ ପିଣ୍ଟୁ ଏଇଠି କାଠ ଗୋଟେଇବାରେ ଲାଗିଛି। ଅଦା ରସୁଣ ପେଷ୍ଟ ଏବେ ପଡ଼ିଲା। ତାକୁ ଟିକେ ଭଲସେ ଏବେ ଭାଜିଦେବା, ପୁରା ଚଲେଇବା ଯେମିତି ଲାଗିବନି ଜମା ବି। ଏଇନା ଲଙ୍କା ଗୁଣ୍ଡ ପଇଲା, ଚଲେଇଦେବା ଟିକେ ନନଷ୍ଟପ୍ ଚଲେଇବା। ତାପରେ ଯେ ଆମର ଜିରା ଗୁଣ୍ଡ, ଧନିଆ ପାଉଡ଼ର, ହଳଦୀ ପାଉଡ଼ର ସବୁ ପଡ଼ିଲା। ଟିକେ ମୋବାଇଲଟା ଭିଡ଼ିଓଟା କାହିଁକି ଲ୍ୟାଗ୍ ଟିକେ ହେଲା, ଟିକେ ଆଡ଼ଜଷ୍ଟ କରିନେବେ। ତାପରେ ସେ ଚିକେନ୍ ମସଲାଟା ପଡ଼ିଲା। ତାପରେ ପାଣି ଦେଇକି ତାକୁ ଭଲସେ ପୁରା ଚଲେଇବା। ଟମାଟୋ ପକେଇଦେବା। ଏବେ ଚିକେନଟା ପକେଇକି ତାକୁ ଟିକେ ଚଲେଇଦେବା। ଯେଉଁଠି ଆମେ ଭୋଜି କରୁଥିଲୁ ସେଇଠି ଗୋଟେ ଛୋଟ କୁନି ବାଛୁରଟେ ଶୋଇଥିଲା। ତା ମାଆ କେଜାଣି କୋଉଠି ଥିଲା, ତାକୁ ସେଥିପାଇଁ ଟିକେ ଗେଲ କରିଦେଲି। ଦେଖନ୍ତୁ ଚିକେନଟା କଷେଇଲା ପରେ ମସଲାଟା କେମିତି ଦେଖାଯାଉଛି, କଲର ଦେଖନ୍ତୁ ଭାଇ। ମତେ ଦେଖ ଖାଇବା ଚିକେନଟା ଖିଆ ହବ ପୁରା ଛାଟାରେ। ତ ମୁଁ ତ ମୋର ଖାଇଦେଲି। ଏଠି ଦାଦାମାନେ ଭାଇମାନେ ବସି ଖାଉଛନ୍ତି। ଯେହେତୁ ଦେଶୀ କୁକୁଡ଼ାଟା ହେଇଥିଲା, କହିଲେ ପୁରା ମସ୍ତ ହେଇଥିଲା। ଯେହେତୁ ଚୁଲି ରୋଷେଇ ଆପଣ ଜାଣିପାରୁଥିବେ, ବଣଭୋଜି ହେଲେ କେମିତି ଲାଗେ, ତ ମସ୍ତ ହେଇଥିଲା। ତ ଏଇଟା ରହିଲା ଆଜିର ସେଲ୍ଫି। ତ ଆପଣମାନଙ୍କୁ ଭିଡ଼ିଓଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ।